ନମସ୍କାର। ବାଇବେଲରେ ଲେଖା ଅଛି, ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏମିତି ମଧ୍ୟ କହିଛନ୍ତି, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ ନାହିଁ। ତ ଏଥିରୁ ସ୍ପଷ୍ଟ ଯେ ପ୍ରତ୍ୟେକ ଖ୍ରୀଷ୍ଟିଆନ, ଯେଉଁ ଲୋକମାନେ ଖ୍ରୀଷ୍ଟିଆନ ହେଇଛନ୍ତି, ବାପ୍ତିସ୍ମ ନେଇଛନ୍ତି, ଗିର୍ଜା ଯାଉଛନ୍ତି କିମ୍ବା ଅନେକ ଅନେକ କାର୍ଯ୍ୟକ୍ରମ କରୁଛନ୍ତି, ସେମାନେ ଯେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ବା ପରିତ୍ରାଣ ପାଇବେ, ସେମିତି କେବେ ହେଲେ ନାହିଁ। ତ ପରିତ୍ରାଣ ଗୋଟେ ବିଷୟ ଯାହାକି ଆମମାନଙ୍କର ହୃଦୟରେ ସ୍ଥାପିତ ହୁଏ। ଆମର ହୃଦୟର ସ୍ଥିତି କ'ଣ, ତାକୁ ଧରି ଆମେ ପରିତ୍ରାଣ ଗ୍ରହଣ କରିପାରିବା। ତ ଯେହେତୁ ଆମେମାନେ ଆମ ହୃଦୟକୁ କେବେ ଜାଣିନାହୁଁ କି ଆମ ହୃଦୟକୁ ଆମେ ଯାଞ୍ଚ ମଧ୍ୟ କରିପାରିବା ନାହିଁ କି ମୋର ହୃଦୟର ସ୍ଥିତି କେଉଁଠି ଅଛି, ତେଣୁ ଆମେ ବାଇବେଲକୁ ଦେଖିବା ଦରକାର ଅଛି। ବାଇବେଲ ଭିତରେ କେଉଁମାନେ ପରିତ୍ରାଣ ପାଉଛନ୍ତି, କେଉଁମାନେ ପରିତ୍ରାଣ ପାଉନାହାନ୍ତି, କେଉଁ ଲୋକମାନେ ଯୀଶୁଙ୍କ ବିପରୀତରେ ପରିଚାଳିତ ହେଉଛନ୍ତି। ତେଣୁ ଈଶ୍ୱର ନିଶ୍ଚିତ ଭାବେ ଆମମାନଙ୍କୁ କହିବା ପାଇଁ ଚାହୁଁଛନ୍ତି, ଆଉ ଆମମାନଙ୍କର ହୃଦୟକୁ ସେ କିପରି ପରିତ୍ରାଣ ଆମେ ପାଇପାରିବା ସେ ବନେଇବା ପାଇଁ ମଧ୍ୟ ଚାହୁଁଛନ୍ତି। ସେଥିପାଇଁ ଆମେ ଯେତେବେଳେ ଆମର ହୃଦୟ ଖୋଲିକି ବାଇବେଲ ଗ୍ରହଣ କରିବା, ବାକ୍ୟ ଗ୍ରହଣ କରିବା, ତେବେ ଈଶ୍ୱର ଆମମାନଙ୍କୁ ନିଶ୍ଚିତ ପରିତ୍ରାଣ ଦେବେ। ତେବେ ଆଶା କରୁଛି ଆପଣ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଆଉ ସୁସମାଚାରକୁ ଗ୍ରହଣ କରିବେ। ଆସନ୍ତୁ ଆଜି ଆମେ ବାଇବେଲ ପଢ଼ି ଆରମ୍ଭ କରିବା। ତେବେ ବାଇବେଲ ପଢ଼ି ଆରମ୍ଭ କରିବା। ପରିତ୍ରାଣ କେଉଁ ଲୋକମାନେ ଗ୍ରହଣ କରିପାରିବେ, ତ କେଉଁ ଲୋକମାନେ ପରିତ୍ରାଣକୁ ସହଜରେ ଗ୍ରହଣ କରିପାରିବେ, ଆଉ କେଉଁ ଲୋକମାନେ ସେମାନେ ପରିତ୍ରାଣର ବିପରୀତରେ ପରିଚାଳିତ ହେଉଛନ୍ତି। ମୁଁ ପଢ଼ୁଛି ଲୁକ 10 ପର୍ବ ତାର 25 ପଦରୁ ପଢ଼ୁଛି। ଆଉ ଦେଖ, ଜଣେ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି? ତ ପ୍ରଥମ ବିଷୟ ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି, ଯୀଶୁଙ୍କୁ କିଏ ପରୀକ୍ଷା କରେ? ଯୀଶୁଙ୍କୁ ଶୈତାନ ହିଁ ପରୀକ୍ଷା କରେ। ସେଠି ବାଇବେଲରେ ମଧ୍ୟ ଲେଖା ଅଛି, ପରୀକ୍ଷକ ଯୀଶୁଙ୍କୁ ପରୀକ୍ଷା କଲା ବୋଲି ଲେଖା ଅଛି। ତ ବ୍ୟବସ୍ଥା ଶାସ୍ତ୍ରଜ୍ଞ କେଉଁ ହୃଦୟ ନେଇକି ଆସିଛି, ଆମେ ଏଠି ସ୍ପଷ୍ଟ ଭାବେ ଦେଖିପାରୁଛୁ କି ସେଇଟା ହେଉଛି ଶୈତାନର ହୃଦୟ। ତ ଏଠି କ'ଣ ଲେଖା ହେଇଛି, ଆଉ ଦେଖ, ଜଣେ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି? ଆମେ ଯଦି ବାହ୍ୟିକ ଭାବେ ଦେଖିବା ତାକୁ, ସେ ବହୁତ ବଢ଼ିଆ ଲୋକ, ଯୀଶୁଙ୍କୁ ଗୁରୁ କହୁଛି, ଆଉ ମୁଁ କ'ଣ କରିବି ବୋଲି ପ୍ରଶ୍ନ କରୁଛି। କିନ୍ତୁ ତା ଯେହେତୁ ଈଶ୍ୱର ଆମମାନଙ୍କର ଅନ୍ତଃକରଣକୁ ଦେଖନ୍ତି, ଅନ୍ତଃକରଣ ପରିତ୍ରାଣ ପାଇବା ପାଇଁ ଯୋଗ୍ୟ, ମାନେ ପରିତ୍ରାଣ ରିସିଭ୍ କରିବା ପାଇଁ ସେଠାରେ ଜାଗା ଅଛି ନା ଜାଗା ନାହିଁ, ସେଇ ଉପରେ ଡିପେଣ୍ଡ କରୁଛି। ତ ଏ ବ୍ୟବସ୍ଥା ଶାସ୍ତ୍ର କ'ଣ କିଛି ଜାଣିନାହିଁ ବୋଲି ସେ ପଚାରି ଆସିଛି କି? ନାଇଁ, ସେ ସବୁ ବିଷୟ ଜାଣିଛି। ସେ ତାର ଚିନ୍ତା କ'ଣ ଅଛି, କାଳେ ଯୀଶୁ ମୋତେ ଷ୍ଟାମ୍ପ ବାଡ଼େଇ ଦେବେ, ଓ ବହୁତ ବଢ଼ିଆ ଲୋକ, ତୁ ପରିତ୍ରାଣର ଅଧିକାରୀ ହେଇସାରିଛୁ, ତୁ ପରିତ୍ରାଣ ପାଇଛୁ, କିମ୍ବା ତୁ ଧାର୍ମିକ ଲୋକ, ଏମିତି ଷ୍ଟାମ୍ପ ବାଡ଼େଇ ବୋଲିକି ତା ହୃଦୟରେ ଗୋଟେ ଇଚ୍ଛା ଥିଲା, ଯୋଜନା ଥିଲା। ସେ ସବୁ ବିଷୟ ଜାଣିଛି। କ'ଣ ସେ ଏତିକି ଜାଣିଛି ଯେ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଜଣେ ପରିତ୍ରାଣ ପାଇବ, ଅନନ୍ତ ଜୀବନ ପାଇବ, ସ୍ୱର୍ଗ ଯାଇପାରିବ, ଏହା ସେ ଜାଣିଛି। ସେଥିପାଇଁ ସେ ଯୀଶୁଙ୍କୁ ପଚାରୁଛି, ମୋର ମତ ସହିତ ଏକମତ ହେବେ ନା ଅଲଗା କଥା କହିବେ, ଏମିତି ତାର ବିଚାରଧାରା ଅଛି। ତେବେ ଯୀଶୁ କ'ଣ କହିଲେ? ସେଥିରେ ସେ ତାଙ୍କୁ କହିଲେ, ବ୍ୟବସ୍ଥାରେ କ'ଣ ଲେଖା ଅଛି, ତୁମେ କିପରି ପାଠ କରୁଅଛ? ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର, ପୁଣି ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ସେଥିରେ ସେ ତାଙ୍କୁ କହିଲେ, ତୁମ୍ଭେ ଯଥାର୍ଥ ଉତ୍ତର ଦେଲ, ଏହା କର, ତାହେଲେ ତୁମ୍ଭେ ଜୀବନ ପାଇବ। ହଁ, ଯୀଶୁ କହିଲେ ଏହା କର, ତାହେଲେ ତୁମେ ଜୀବନ ପାଇବ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ବା ପ୍ରଚାରକମାନେ କିମ୍ବା ପାଳକମାନେ ହୃଦୟରେ ଧରା ଯାଇଛନ୍ତି। କ'ଣ? ହଁ, ଯେହେତୁ ଯୀଶୁ କହିଲେ ଏଇଟା କର, ତାହେଲେ ତୁମେ ଜୀବନ ପାଇବ, ସେଥିପାଇଁ ଆମେ ଏହା କରିବା ଦରକାର ଅଛି। ହଁ, ନିଶ୍ଚିତ ଭାବେ ଯୀଶୁ କହିଲେ ଏହା କର, ଜୀବନ ପାଇବ। କିନ୍ତୁ ଏ ପୃଥିବୀରେ କେଉଁ ଲୋକ ଅଛି ଏହା କରିପାରୁଛି? ଆପଣ ଆଉ ମୁଁ ସତ ଚେଷ୍ଟା କଲେ ଏଇଟା କରିପାରିବା କି? ଆମେ ଥରେ ଆମର ହୃଦୟକୁ, ଆମର ବିବେକ ଦ୍ୱାରା ଆମେ ପ୍ରଶ୍ନ କରିବା ଦରକାର ଅଛି। ଯଦିଓ ବି ଯୀଶୁ କହିଛନ୍ତି, ଯଦିଓ ବି ବାଇବେଲରେ ଲେଖା ହେଇଛି, କିନ୍ତୁ ମୋ ପାଖରେ ସାମର୍ଥ୍ୟ ଅଛି କି
ପ୍ରେରିତ ପାଉଲ କ'ଣ କହିଛନ୍ତି ଆସନ୍ତୁ ଦେଖିବା। ରୋମିଓ 7 ପର୍ବକୁ ଯିବା। ସେଠାରେ ପ୍ରେରିତ ପାଉଲ କ'ଣ ଲେଖିଛନ୍ତି ପବିତ୍ର ଆତ୍ମାଙ୍କ ଦ୍ୱାରା। ରୋମିଓ 7 ପର୍ବ, ରୋମିଓ 7ର ରୋମିଓ 7ର 18 ପଦ ମୁଁ ପଢ଼ୁଛି। କାରଣ ମୋ ଠାରେ ଅର୍ଥାତ୍ ମୋ ଶରୀରରେ ଯେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ। ଯେଣୁ ମୁଁ ଇଚ୍ଛା କରିପାରୁଅଛି, କିନ୍ତୁ ଯାହା ଉତ୍ତମ ତାହା କରିବା ନିମନ୍ତେ ମୋର ସାମର୍ଥ୍ୟ ନାହିଁ। ଜ୍ଞାନରେ ଜାଣିବା ଏଇଟା କିଛି ବିଷୟ ବଡ଼ ବିଷୟ ନୁହେଁ, କି ଚେଷ୍ଟା କରିବା ସେଇଟା ମଧ୍ୟ ବଡ଼ ବିଷୟ ନୁହଁ। କିନ୍ତୁ ଫଳ ଚାହୁଁଛନ୍ତି, ପରମେଶ୍ୱର ଫଳ ଚାହୁଁଛନ୍ତି, ତାର ରିଜଲ୍ଟ ଦେଖୁଛନ୍ତି। ଯଦି ରିଜଲ୍ଟ ନାହିଁ ତେବେ ସେ କାର୍ଯ୍ୟର, ସେ ଚେଷ୍ଟାର, ସେ ଜ୍ଞାନର କିଛି ହିଁ ମୂଲ୍ୟ ନାହିଁ। ତ ଏଠାରେ କ'ଣ ଲେଖା ହେଇଛି, ସେଠି କ'ଣ ଲେଖା ହେଇଛି, ବ୍ୟବସ୍ଥାରେ କ'ଣ ଲେଖା ହେଇଛି, ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ। ଜଣେ ଲୋକ ସମସ୍ତ ଅନ୍ତଃକରଣ ଦେଇକି ଈଶ୍ୱରଙ୍କୁ ପ୍ରେମ କରିବା ଇଏ କ'ଣ ସହଜ ହେଇଛି ନା ସମ୍ଭବ? କଦାପି ନାହିଁ। ଲୋକମାନେ ଏତେ ସେମାନେ ଅନ୍ଧକାର ପଡ଼ିଯାଇଛନ୍ତି, କୌଣସି ଗୋଟେ ବିଷୟ ନ ଭାବୁଣୁ, ନ ଚିନ୍ତା କରୁଣୁ ସେମାନେ ଭାବୁଛନ୍ତି ହେଇଯିବ, ଯେହେତୁ ବାଇବେଲରେ ଲେଖା ହେଇଛି ହେଇଯିବ। ତାପରେ କ'ଣ ଲେଖା ହେଇଛି, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣଙ୍କୁ ଈଶ୍ୱରଙ୍କୁ ପ୍ରେମ କର। ଏ ବାକ୍ୟ ଶୁଣିଲେ ବହୁତ ଖୁସି ଲାଗୁଛି, କିନ୍ତୁ ପ୍ରକୃତରେ ଲୋକମାନଙ୍କର ହୃଦୟକୁ ଯଦି ଖୋଜି ଆଣିବା, ସେମାନେ ଜଗତକୁ ବେଶୀ ପ୍ରେମ କରୁଛନ୍ତି। ଆମମାନଙ୍କର ହୃଦୟ ସେମିତି ଅଛି। ତ ବାଇବେଲ ଯାକବ ପୁସ୍ତକରେ କ'ଣ ଲେଖା ଅଛି, ଏମିତି ଲେଖା ହେଇଛି, ଆପଣଙ୍କୁ ଦେଖିବି। ଯାକବ ପୁସ୍ତକ ଆସନ୍ତୁ, ଯାକବ ପୁସ୍ତକ କାଢ଼ିବା। ଯାକବ 4:4 ପଦ ମୁଁ ପଢ଼ୁଛି, କ'ଣ ଲେଖା ହେଉଛି। ହେ ବ୍ୟଭିଚାରିଣୀ ମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା, ଏହା କ'ଣ ଜାଣ ନାହିଁ? ଅତଏବ ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ, ସେ ଆପଣାକୁ ଈଶ୍ୱରଙ୍କର ଶତ୍ରୁ ବୋଲି ପ୍ରତିପନ୍ନ କରେ। କେଉଁ ଲୋକ ଅଛି ଯିଏକି ଜଗତକୁ ପ୍ରେମ କରୁନାହିଁ? କେଉଁ ଲୋକ ଅଛି ଯିଏକି ଜଗତର ବିଷୟବସ୍ତୁକୁ ପ୍ରେମ କରୁନାହିଁ? କେଉଁ ଲୋକ ଅଛି ନିଜ ଶରୀରକୁ, ନିଜର ପରିଜନକୁ ପ୍ରେମ କରୁନାହିଁ? ଆମମାନଙ୍କର ହୃଦୟକୁ ଯଦି ଅନୁସନ୍ଧାନ କରାଯିବ, ତେବେ ଜଗତ ପ୍ରତି ଆମ ହୃଦୟ ଢଳିଛି ସବୁବେଳେ। କିନ୍ତୁ ଏ ବାକ୍ୟ ଦ୍ୱାରା ଲୋକମାନେ କ'ଣ ଚିନ୍ତା କରୁଛନ୍ତି, ହଁ ହେଇଯାଇପାରେ ଚେଷ୍ଟା କଲେ, କିନ୍ତୁ କାହାଠାରେ ଏଇଟା ସଫଳ ହେଇନି କି ହେବ ମଧ୍ୟ ନାହିଁ। ଜଣେ ଯୀଶୁଖ୍ରୀଷ୍ଟ ଯିଏକି ବାକ୍ୟକୁ ସଫଳ କରିଛନ୍ତି, ଏହାଙ୍କ ବ୍ୟତୀତ ଆଉ ପୃଥିବୀରେ ଏ ପ୍ରକାର କୌଣସି ଲୋକ ନାହିଁ ଯିଏକି ବାକ୍ୟକୁ ବା ବ୍ୟବସ୍ଥାକୁ ସଫଳ କରିବା ଲୋକ। ତାପରେ କ'ଣ ଲେଖା ହେଇଛି, ସେଇ 37 ପଦ ମୁଁ ପଢ଼ୁଛି। ସମସ୍ତ ମନ ଦେଇ ଆପଣା ଈଶ୍ୱରଙ୍କୁ ପ୍ରେମ କର, ପୁଣି ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ନିଜର ପ୍ରତିବାସୀ, ଆମମାନେ ଯେଉଁ ଲୋକମାନଙ୍କର ଗହଣରେ ରହୁଛୁ, ସେମାନଙ୍କୁ ଆମେ କେବେ ହେଲେ ଆତ୍ମତୁଲ୍ୟ ପ୍ରେମ କରିଛୁ ନା କରିପାରିବା? କଦାପି ନୁହେଁ, ହେଇପାରିବ ନାହିଁ। ଏହା ମନୁଷ୍ୟ ଦ୍ୱାରା ଅସମ୍ଭବ। ତେଣୁ ପାଉଲ କହୁଛନ୍ତି, ମୋର ଇଚ୍ଛା ଅଛି କରିବା ପାଇଁ, କିନ୍ତୁ ମୋ ଶରୀରରେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ। ମୁଁ ଇଚ୍ଛା କରିପାରୁଅଛି ସତ, କିନ୍ତୁ ଯାହା ଉତ୍ତମ ତାହା କରିବା ନିମନ୍ତେ ମୋର ସାମର୍ଥ୍ୟ ନାହିଁ। ତ ଏଠି ଇଏ ବ୍ୟବସ୍ଥା ଶାସ୍ତ୍ର କ'ଣ ମିଥ୍ୟା ଦ୍ୱାରା ସେ ଧରାଯାଇଛି, ମିଥ୍ୟା ପ୍ରତାରିତ ହେଉଛି। କ'ଣ ଯଦି ବି ତା ଦ୍ୱାରା ସେଇଟା ସମ୍ଭବ ନାହିଁ, ସେ କେବେ କରିପାରିବ ନାହିଁ, କିନ୍ତୁ ସେ କ'ଣ କହୁଛି, ସେସବୁ ତ ମୁଁ ପିଲାବେଳରୁ ପାଳନ କରି ଆସୁଛି। ସେଥିରେ ସେ ତା କହିଲେ, ତୁମେ ଯଥାର୍ଥ ଉତ୍ତର ଦେଲ, ଏହା କର, ତାହା ହେଲେ ତୁମେ ଜୀବନ ପାଇବ। କିନ୍ତୁ ସେ ଆପଣଙ୍କୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋର ପ୍ରତିବାସୀ କିଏ? ଦେଖିଲେ, ପ୍ରଶ୍ନ ହେଉଛି ସେଟା। ତ ସେ ବର୍ତ୍ତମାନ ପ୍ରଶ୍ନ କରୁଛି, ମୋର ପ୍ରତିବାସୀ କିଏ, ମୁଁ କାହାକୁ ପ୍ରେମ କରିବି, ଏମିତି ପ୍ରଶ୍ନ କରୁଛନ୍ତି। ସେ ଯାହା ବି ହଉ, କି ମନୁଷ୍ୟ ଶତ ଚେଷ୍ଟା କଲେ ମଧ୍ୟ ବ୍ୟବସ୍ଥା ପାଳନ କରିପାରିବ ନାହିଁ। ବ୍ୟବସ୍ଥା ଉପରେ ଯେଉଁ ଲୋକ ମଧ୍ୟ ଆଶା ବାନ୍ଧିଛନ୍ତି, ସେମାନେ କେବେ ହେଲେ ଯୀଶୁଙ୍କୁ ଗ୍ରହଣ କରିବେ ନାହିଁ, ଏହା ସତ୍ୟ। କାହିଁକି? ବାଇବେଲରେ ଏମିତି ମଧ୍ୟ ଲେଖା ଅଛି, ଆସନ୍ତୁ ଗାଲାତୀୟ ପୁସ୍ତକରେ ଆପଣଙ୍କୁ ଦେଖେଇବି। ଗାଲାତୀୟ ପୁସ୍ତକରେ କ'ଣ ଲେଖା ହେଇଛି, ଗାଲାତୀୟ 5:4 ପଦ ପଢ଼ିବା, କ'ଣ ଲେଖା ଅଛି। ଗାଲାତୀୟ 5:4 ପଦ,
तुम्भे माने जेते लोक व्यवस्था द्वारा धार्मिक गणित होगा चाहूच तुम्भे माने ख्रीष्टों ठार विच्छिन्न होइछ तुम्भे माने अनुग्रह पतित होइछ। यह हूँ रियलिटी ख्रीस्टियन समाज आम मैंने लोक मान हृदय को जदि खोजिकी आनिबा से हृदय सब व्यवस्था दिगरे परिचालित आउ से माने व्यवस्था उपरे ही तांकर हृदय को रखिछन्ति आमे किछि करिकी परित्राण पाइबो से प्रकार शिक्षा मत चली से माने बार बार धरा जाउछन्ति कर्म द्वारा से रास्ता रे तो परित्राण नाही आमे सत चेष्टा कले भी परित्राण पाई परिबा नाही। परित्राण काहा पाखरे अछि परित्राण यीशु ख्रीष्ट को ठारे अछि। जेतेबेले आमे यीशु को विश्वास करबा आमे एका सागरे यीशु को व्यवस्था केबेले विश्वास करि परिबा नाही। व्यवस्था विचार दंड देवाई विचार आउ यीशु ख्रीष्ट होउछन्ति अनुग्रह तो आमे एका बेलके यीशु ख्रीष्ट आ व्यवस्था को ग्रहण करि परिबा नाही। किंतु लोकंकर हृदय जदि आमे देखिबा से माने बेले बेले कहउछन्ति प्रभु यीशु आमानकर पाप क्षमा करिसन्ति आमे यीशुंकर संतान आमे ईश्वरंकर प्रजा एमती कहन्ति। किंतु आउ बेले बेले सेमानकर हृदय को जदि देखिबा सेमान कहते ए प्रभु मु पापी मु गोटे अकर्मण्य दास एमती कहते कहीं प्रकार कहते कारण सेमानकर हृदय दहलुची कौ जगार मध्य स्थिर नहीं से माने जानी व्यवस्था पालन करी हेबो नहीं। मनुष्य पक्षे यह असंभव ताहा से माने समस्ते जानी किंतु जेहेतु से माने मिथ्यारे परिचालित होउचंती सेथि पई सेमानकर हृदय रे जदि भी आशा नहीं तथापि से माने आशा करबा पई चाहुचंती जदि भी सफल हेबे नहीं तथापि चेष्टा करबा पई चाहुचंती कहीं से माने भावुचंती हां बाइबल तो लिखा अछि सेथि पई हम चेष्टा करबा दरकार अछि काले प्राप्त हो जाई पारे ए प्रकार उद्देश्य अछि किंतु मनुष्य द्वारा केबे हेले यह संभव नहे। तो आगो को पढ़िबा सेठी गुटे कहानी प्रभु यीशु ख्रीष्ट कहउछन्ति काहाकू से व्यवस्था शास्त्र में कोन कहउछन्ति आमे 30 पद पढ़िबा। यीशु से प्रसंग धरी कहिले जने लोक जेरूसालेम रो जेरिहो को जाऊ जाऊ डकायत मान हाबुड़ रे पड़िला से माने ताहार लुगापटा छड़ाई नहीं वो माड़ मारी ताहाकू दरमरा अवस्था रे छाड़ी चली गले। घटनाक्रमे जने जाजक से बाट दे जाउथिले आउ से ताहाकू देखि बाटर आर पाखु दे चली गले से प्रकार जने लेवियो मध्य से स्थान को आसी ताहाकू देखि बाटर आर पाखु दे चली गले किंतु जने समीरण पथिक ताहा निकट को आसी ताहाकू देखि दयारे विगलित हेले एवं पाखक जाई तार क्षत सबुर तैल और द्राक्षारस ढाली से सब बांधिदेले आउ ताहाकू आपण बाहन उपरे बसाई ताहाकू गोटे पांथशाला को घेने जाई तार सेवा शुश्रूषा कले। तही आर दिन से 2टी टंका बाहर करी पांथशालार कर्ता को देई कहिले यार सेवा शुश्रूषा कर आउ जहा किछि अधिक खर्च करिवो ताहा मु बाहुडी आसीबा समय रे तुमको परिशोध करिवि। एही 3 जन को मधुर किए डकायत मान को हाबुडर पड़िथिबा लोकटर प्रतिवासी बोली मन करूछ से कहिले जे ताहा प्रति दया कला से यीशु तांको कहिले जाओ तुमे मध्य से प्रकार कर। लोकंकर हृदय को जदि आमे बाइबल अनुसार देखिबा से माने उद्धार पाइबारे बंचु नांदी उद्धार कर्ता भावे बंचिबा को चाहुछन्ते। एठी आमे ए व्यवस्था शास्त्रंकर हृदय को जो देखलु से लोकन को सहाय्य करिया पई लोकन को उद्धार करिया पई से प्रयास ता हृदय से दिगरे परिचालित होउजे किंतु सी कौन कहूँ मु कौन कले अनंत जीवन पाइबे बोली कहूँ परित्राण पाइबे उद्धार पाइबे दी प्रकार हृदय आम देखिपर बाइबल स्पष्ट भाव आम कहूँ एमती केते लोक अच्छा जो मैंने उद्धार पाइबा चाहते प्रभु मते उद्धार मते परित्राण दियो मु उद्धार दियो मोर पाप क्षमा कर किंतु आउ केते लोकंकर हृदय कौन परिचालित होची किछि करिकि उद्धार पाइबा चाहछन से माने जदि मु किछि करिकि उद्धार पाइबी परित्राण पाइबी तेबे मोर उद्धार करता होची मु निजे। मनकर गोटे पोखरी रे जणे लोक पहरा जाणनी से मरुछि एबे से कौन करिकि उद्धार पाइबो किछि करिकि उद्धार पाइ परिबो नाही ताकू केही जणे उद्धार कले से उद्धार पाइ परिबो। ठीक से प्रकार आमे जेतेबेले जगत रे बंचुछु आमे पापर जगत रे बंचुछु बाइबल कहूँ आमे माने निरुपाय बोली लिखा है रोमियो 6 लिखा है आमे माने निरुपाय उपाय ना आम पाखे आमे पापर प्रायश्चित करि परिबा नाही आमे पवित्र हो परिबा नाही आमे धार्मिक हो परिबा नाही आमे सिद्ध हो परिबा नाही आमे व्यवस्था लंघन करके रही परिबा नाही। प्रत्येक विषय जदि बाइबल अनुसार जदि जांच करा जिवो तेबे सबु जगह आमे माने
ଭୁଲ କରିଛୁ ହିଁ କରିଛୁ, ଆଉ ଆଗାମୀ ଜୀବନ ମଧ୍ୟ ଆମର ସେମିତିରେ ପରିଚାଳିତ ହେଉଛି। ସେଥିପାଇଁ ବାଇବେଲରେ ଲେଖା ହେଇଛି ଆମ୍ଭେମାନେ ନିରୁପାୟ ବୋଲି ଲେଖା ହେଇଛି। ଈଶ୍ୱର ଆମକୁ ନିରୁପାୟ ଅବସ୍ଥାରେ ଦେଖିଛନ୍ତି, ବିପଦଗାମୀ ବୋଲି ଲେଖା ହେଇଛି। ସମସ୍ତେ ବିପଥରେ ଯାଇ ଅଛନ୍ତି। ଆସନ୍ତୁ ସେ ବାକ୍ୟ ଗୋଟେ ପଢ଼ିବା, ତାପରେ କାହାଣୀ ଆଲୋଚନା କରିବା। ରୋମିଓ 3 ପର୍ବକୁ ଯିବା, କ'ଣ ଲେଖା ହେଇଛି। ରୋମିଓ 3 ପର୍ବର ମୁଁ ପଢ଼ୁଛି 12 ପଦ। ରୋମିଓ 3 ପର୍ବର 12 ପଦ। ସେମାନେ ସମସ୍ତେ ବିପଥରେ ଯାଇ ଅଛନ୍ତି, ଏକ ସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି। ଯେ ସତ୍କର୍ମ କରେ ଏପରି କେହି ନାହିଁ, ନା ଏପରି ଜଣେ ହେଲେ ନାହିଁ। এইটা ପୃଥିବୀର ସମସ୍ତଙ୍କ ପାଇଁ ଲେଖାଯାଇଛି, କୌଣସି ଲୋକ ବିଷୟରେ ନିର୍ଦ୍ଦିଷ୍ଟ ଏରିଆ ବିଷୟରେ ଲେଖାଯାଇନି। ସେମାନେ ସମସ୍ତେ ବିପଥରେ ଯାଇ ଅଛନ୍ତି, ଏକା ସାଙ୍ଗରେ ଅକର୍ମଣ୍ୟ ମାନେ କୌଣସି କର୍ମ କରିବାର ଲାୟକ ନାହିଁ, କରିପାରିବେ ନାହିଁ। ତ ଆମେ କେବଳ ବାହିକ ବିଷୟ ଦେଖିକି ଆମେ ଅନେକ ସମୟରେ କିଛି କରିବା ପୋଜିସନରେ ନିଜ ହୃଦୟକୁ ରଖୁଛୁ, କିଛି କରିକି ପରିତ୍ରାଣ ପାଇବା ପାଇଁ ଆଶା ରଖୁଛୁ। କିନ୍ତୁ ଆମେ ଯଦି ବାଇବେଲ ଅନୁସାରେ ଯଦି ଦେଖିବା, ଆମେ ଗୋଟେ ଅକର୍ମଣ୍ୟ ଲୋକ। ଆଉ ସେଟା ଲେଖା ହେଇଛି ସମସ୍ତେ ବିପଥରେ ଯାଇ ଅଛନ୍ତି। ଆମର ରାସ୍ତା ଈଶ୍ୱରଙ୍କର ଉଲ୍ଟା ରାସ୍ତାରେ, ମାନେ ଈଶ୍ୱର ଆତ୍ମା, ଆମେ ହେଉଛୁ ଶରୀର। ଆତ୍ମାର ରାସ୍ତା ଆଉ ଶରୀର ରାସ୍ତା ସମ୍ପୂର୍ଣ୍ଣ ବିପରୀତ ବୋଲି ବାଇବେଲରେ ଲେଖା ହେଇଛି। ସେଥିପାଇଁ ଆମେ ଈଶ୍ୱରଙ୍କର ବିପରୀତରେ ବଞ୍ଚୁଥିବା ଲୋକ ଅଟୁ, ଈଶ୍ୱରଙ୍କର ଶତ୍ରୁ ଭାବେ ବଞ୍ଚୁଥିବା ଲୋକ ଅଟୁ। ବାଇବେଲରେ ସେମିତି ମଧ୍ୟ ଲେଖା ଅଛି, ଶତ୍ରୁ ଭାବେ ବଞ୍ଚୁଥିବା ଲୋକ ଅଟୁ। ତ କିନ୍ତୁ ଲୋକମାନଙ୍କର ହୃଦୟରେ ଗୋଟେ ପ୍ରତାରିତ ହେଉଛନ୍ତି କ'ଣ? ନାଇଁ, ସେମାନେ ଚେଷ୍ଟା କଲେ ସବୁ ହେଇଯିବ, ସେମାନେ ଚେଷ୍ଟା କଲେ ସବୁ କରିପାରିବେ। ତେଣୁ ବ୍ୟବସ୍ଥା ଦିଗରେ ଅନେକ ଲୋକ ଲାଳାୟିତ ହେଉଛନ୍ତି, କିନ୍ତୁ ବ୍ୟବସ୍ଥା କାହିଁକି ଦିଆଯାଇଛି ସେଇଟା ବି ସେମାନେ ଜାଣିନାହାନ୍ତି। ବ୍ୟବସ୍ଥା ପାଳନ କରିପାରିବେ କି ନାହିଁ ସେଇଟା ମଧ୍ୟ ଜାଣିନାହାନ୍ତି। କିନ୍ତୁ ସେମାନେ ହୃଦୟରେ ଗୋଟେ ପ୍ରୟାସ ଜାରି ରହିଛି, ହୃଦୟରେ ଗୋଟେ ଆଶା ରହିଛି, ହେଇଯାଇପାରେ। এইটা ହେଉଛି ପ୍ରକୃତରେ ଶୈତାନର ଚାଲ। ସେ ଜାଣିଛି କି ଗୋଟେ, ମୁଁ କାହାଣୀ ଗୋଟେ ଶୁଣୁଥିଲି, ସତ କି ମିଛ ମୁଁ ଜାଣିନି। ବିଦେଶରେ ଗୋଧ ଦ୍ୱାରା ଚାଷ କରନ୍ତି। କେମିତି? ଗୋଧର ଆଗକୁ ଏମିତି କରି ଗୋଟେ କାଠ ବନ୍ଧାଯାଏ, ସେଠି ଗୋଟେ ମୂଳା ଗାଜର ଗୋଟେ ଏମିତି ଲଗାଇ ଦିଆଯାଏ। ହେଲେ ତା ମୁଣ୍ଡରେ ହିଁ ବନ୍ଧା ହେଇଛି ସେ ଗାଜର। ଯେତେବେଳେ ଟିକେ ଗୋଧ ଚିନ୍ତା କରୁଛି କ'ଣ, ଆଉ ଟିକେ ଆଗକୁ ଗଲେ ଏ ଗାଜର ମୁଁ ଖାଇବି, ତ ତା ପଛରେ ଗୋଟେ ଲଙ୍ଗଳ ବାନ୍ଧି ଦିଆଯାଇଥାଏ, ସେମିତିକାର ଲଙ୍ଗଳ। ତ ଏ ଯେଉଁ ଏ ଗାଜର ଖାଇବା ଆଶାରେ ଏ ଗୋଧ କ'ଣ କରେ, ସେ ପଡ଼ିଆ ଯାକ ଘୁରି ବୁଲେ। ସେ ଯେତେ ଆଗକୁ ଯାଉଛି ସେ ଗାଜର ମଧ୍ୟ ଆଗକୁ ଯାଉଛି, କାହିଁକି? ତା ଦେହରେ ସେଇଟା ବନ୍ଧା ଯାଇଛି, ବୁଝିପାରିଥିବେ। ତ କିନ୍ତୁ ସେ ଦିନ ସାରା ବୁଲିଲେ ବି ସେ ଗାଜର ସେ ପାଇବ ନାହିଁ, କାରଣ ସେ ଯେତେ ଆଗକୁ ବଢ଼ିବ ସେ ଗାଜର ଆଗକୁ ହିଁ ଚାଲୁଥିବ। ତ ଏଠି ଉଦ୍ଦେଶ୍ୟ କାହାର ଅଛି? ସେ ମାଲିକ ଯିଏ ଚାଷ କରୁଛି ତାର ଉଦ୍ଦେଶ୍ୟ ସେ ସାଧନ କରୁଛି, କିନ୍ତୁ ସେ ଜାଣିନି। ସେ ଭାବୁଛି ମୁଁ ଗାଜର ପାଇବା ଆଶାରେ ଯାଉଛି, କିନ୍ତୁ ତାକୁ ଆଉ ଗୋଟେ ଉଦ୍ଦେଶ୍ୟରେ ସେଠି ଲଗାଇ ଦିଆଯାଏ। ଠିକ୍ ସେଇ ପ୍ରକାରେ ବ୍ୟବସ୍ଥାକୁ ଧରିକି ପାପ କ'ଣ କରୁଛି? ବ୍ୟବସ୍ଥାରୁ ପାପ କ'ଣ ପାଉଛି? ବଳ ପାଉଛି ବୋଲି ଲେଖା ହେଇଛି। ପାପର ବଳ ହେଉଛି ବ୍ୟବସ୍ଥା ବୋଲି ଲେଖାଯାଇଛି, ବାଇବେଲରେ ଏମିତି ଲେଖା ହେଉଛି। ତ ସେମିତି ମନୁଷ୍ୟମାନଙ୍କୁ, ଯେଉଁ ଲୋକମାନେ ସତ୍ୟ ଜାଣୁନାହାନ୍ତି, ସେମାନଙ୍କୁ ଶୈତାନ କ'ଣ କରୁଛି? ତାର ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ସେ ବ୍ୟବସ୍ଥାକୁ ଧରୁଛି। ତୁମେ ଯଦି ଚେଷ୍ଟା କରିବ, ଦିନ ରାତି ଚେଷ୍ଟା କରିବ, ଏ ପ୍ରକାର ଚେଷ୍ଟା କରିବ, ତେବେ ପାରିବ, ଏମିତି ପ୍ରତାରଣା କରୁଛି। ତ ପ୍ରକୃତରେ ଆମେ ବାଇବେଲ ଦ୍ୱାରା ଆବିଷ୍କାର କରିବା ଦରକାର ଅଛି କି ମୁଁ ଜଣେ ସେଇ ପ୍ରକାର ଲୋକ କି? ଆଉ ଯେଉଁ ଲୋକମାନେ ମଧ୍ୟ ବ୍ୟବସ୍ଥା ପାଳନ କରୁଥିଲେ, ସେମାନେ ଜଣେ ମଧ୍ୟ ଯୀଶୁଙ୍କୁ ଗ୍ରହଣ କଲେ ନାହିଁ। କାହିଁକି ଜାଣିଛନ୍ତି? କାରଣ ସେମାନଙ୍କର ଯେଉଁ ରାସ୍ତା, ତାଙ୍କର ଯେଉଁ ଗତିବିଧି, ତାଙ୍କର ଯେଉଁ ଲକ୍ଷ୍ୟ ଅନୁଗ୍ରହରୁ ଟୋଟାଲି ଅଲଗା, ଯୀଶୁଖ୍ରୀଷ୍ଟଙ୍କ ଠାରୁ ଟୋଟାଲି ଅଲଗା। ଯୀଶୁଖ୍ରୀଷ୍ଟ ହେଉଛନ୍ତି ଗୋଟେ ବିଚାରଧାରା। ଆମେ କେବଳ ଯୀଶୁଙ୍କୁ ବିଶ୍ୱାସ କରିଦେବା ସେମିତି ନୁହଁ। ଆମେ ଯୀଶୁଖ୍ରୀଷ୍ଟଙ୍କର ବିଚାରଧାରା, ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହକୁ ଜାଣିବାକୁ ଅଛି, ତାଙ୍କ ରାସ୍ତାକୁ ଜାଣିବାର ଅଛି। ଆମେ ଗୋଟେ ପାଦରେ ଯେ ଯୀଶୁଙ୍କୁ ଗ୍ରହଣ କରିଦେବା ସେମିତି ମଧ୍ୟ ହେବ ନାହିଁ। ଆମକୁ ତାଙ୍କର ରାସ୍ତାକୁ, ତାଙ୍କର ଉଦ୍ଦେଶ୍ୟକୁ, ତାଙ୍କର ଦୃଷ୍ଟିକୁ ଆମକୁ ସମ୍ପୂର୍ଣ୍ଣ ଗ୍ରହଣ କରିବା ଦରକାର ଅଛି। ତେଣୁ ଯେଉଁ ଲୋକମାନେ ବ୍ୟବସ୍ଥା ଦିଗରେ ପରିଚାଳିତ ହେଉଥିଲେ, ସେମାନେ ସବୁବେଳେ ଯୀଶୁଙ୍କୁ ବିରୋଧ କଲେ। ଯୀଶୁଙ୍କୁ ହତ୍ୟା କରିବା ତାଙ୍କର ହିଁ ମୁଖ୍ୟ ଭୂମିକା ରହିଛି କୃଷାର୍ପଣ କରିବାରେ। ତ ସେଥିପାଇଁ ଲୋକମାନଙ୍କର ହୃଦୟ ଯେତେବେଳେ ନିଜର କର୍ମ ଦ୍ୱାରା,
ବ୍ୟବସ୍ଥା ଦ୍ୱାରା ଯେତେବେଳେ ପରିପୂର୍ଣ୍ଣ ହେଇଯାଇଛି ସେଠାରେ ଅନୁଗ୍ରହ କେବେ ହେଲେ ରାଜତ୍ୱ କରିପାରିବ ନାହିଁ। ଅନୁଗ୍ରହ ତାକୁ ଦେଲେ ମଧ୍ୟ ତାକୁ ସେ ତୁଚ୍ଛ କରିବ। ଯେମିତି ବେଥେସ୍ଦା ପୋଖରୀରେ ଘଟିଛି। ବେଥେସ୍ଦା ପୋଖରୀରେ ହଜାର ହଜାର ଲୋକ ରହିଥିଲେ ଯୋହନ 5 ପର୍ବରେ, କିନ୍ତୁ ଜଣେ ଲୋକ ଅନୁଗ୍ରହ ପାଉଛି। ହେଲେ କ'ଣ ଯୀଶୁ କ'ଣ ସମସ୍ତଙ୍କ ପାଇଁ ଆସିନାହାନ୍ତି କି? ସମସ୍ତଙ୍କ ପାଇଁ ସେ ଆସିଛନ୍ତି, ଆଉ ସମସ୍ତଙ୍କୁ ସୁସ୍ଥତା ଦେବା ପାଇଁ ମଧ୍ୟ ଚାହୁଁଛନ୍ତି। କିନ୍ତୁ ସେମାନଙ୍କର ଜୀବନ କାହାଣୀ, ସେମାନଙ୍କର ଜୀବନକୁ ଯଦି ଦେଖିବା, ସେମାନେ ବନ୍ଧ ସେ ପୋଖରୀକୁ ଲକ୍ଷ୍ୟ କରିକି ରହିଛନ୍ତି। କେତେବେଳେ ଆମେ ଡେଇଁବୁ, କେତେବେଳେ ଦୂତ ଆସି ପାଣି ହଲେଇବ ସେତେବେଳେ ଆମେ ଡେଇଁବୁ। ତ ଏମାନଙ୍କର ଯେଉଁ ଲକ୍ଷ୍ୟ ଅଛି, ଯୀଶୁ ଯଦି କହିବେ ରେ ବାବୁ ତୋତେ ମୁଁ ସୁସ୍ଥ କରିବି, ଏ ବାବୁ ଟିକେ ରହିଥା କହିବେ। କାହିଁକି ରହିଥା କହିବେ? ଆମେ ବହୁତ ବ୍ୟସ୍ତ ହେଉଛୁ, କେତେବେଳେ ଦୂତ ଆସି ପାଣି ହଲେଇବ ଆମକୁ ଡିଷ୍ଟର୍ବ କରନା, ତୁ ତୋ ବାଟରେ ଯା, ଏମିତି ନିଶ୍ଚିତ ଭାବେ କହିବେ। ତ ଆଜି ମଧ୍ୟ ଯେତେବେଳେ ଅନୁଗ୍ରହର ସୁସମାଚାର ପ୍ରଚାରିତ ହେବ, ଜଣକୁ ଅନୁଗ୍ରହ ଦିଆଯିବ, ଅନୁଗ୍ରହ ବିଷୟରେ କୁହାଯିବ, ସେ ଗ୍ରହଣ କରୁନାହାନ୍ତି। କାହିଁକି? ସେମାନଙ୍କର ହୃଦୟ ଅନୁଗ୍ରହ ଠାରୁ ବହୁତ ଦୂରରେ ପରିଚାଳିତ ହେଉଛି। ସେମାନେ କିଛି କରିକି ପରିତ୍ରାଣ ପାଇବା ପାଇଁ ଯୋଜନା ରଖିଛନ୍ତି। ତ ଏଠାରେ ଗୋଟେ କାହାଣୀ ଆମେ ଦେଖିଲୁ। ଏଠାରେ ଯୀଶୁ ଗୋଟେ କାହାଣୀ କହୁଛନ୍ତି। ଜଣେ ଲୋକ ଜିରିହରୁ ଜିରିଖୋକୁ ଯାଉଥିଲା। ବାଟରେ କ'ଣ ହେଲା, ଡକାୟତମାନେ ଆସିକି ତାର ଲୁଗାପଟା ଛଡ଼େଇ ନେଇକି ମାଡ଼ ମାରିକି ତାକୁ ଦରମରା ଅବସ୍ଥାରେ ଛାଡ଼ିଦେଲେ ବୋଲି ଲେଖା ହେଇଛି। ଲୁଗାପଟା ମାନେ କ'ଣ? ବିଶେଷ ବାଇବେଲରେ ଯଦି ଆମେ ଦେଖିବା, ଲୁଗାପଟା ଆମର ବସ୍ତ୍ର ହେଉଛି ଆମର ଧାର୍ମିକତା। ଆମର ଧାର୍ମିକତା, ଆମେ ଯାହା ଚେଷ୍ଟା କରିକି, ଆମେ ଯାହା ଯୋଜନା କରିକି ଯେଉଁ ଧାର୍ମିକତା ଆମେ ଲାଭ କରୁଛୁ, ଫାରୁସୀମାନେ ଯେଉଁ ଧାର୍ମିକତା ଲାଭ କରୁଥିଲେ, ଏଇଟା ହେଉଛି ମନୁଷ୍ୟର ଧାର୍ମିକତା। ତ ମନୁଷ୍ୟର ଧାର୍ମିକତା କେବେ ହେଲେ ସ୍ଥାୟୀ ରହିବ ନାହିଁ, ତିଷ୍ଠିବ ନାହିଁ। ସେଇଟା ଆଜି ଅଛି କାଲିକି ନାହିଁ, ସେ ମାନେ ଉଚ୍ଚ ନିଚ ହେଉଥିବ ସେମିତି। ତ ଏଠି ଜଣେ ଲୋକ ଜିରିହରୁ ଜିରିଖୋକୁ ଯାଉଥିଲା। ତାକୁ ଡକାୟତମାନେ କ'ଣ କଲେ, ଲୁଗାପଟା ଛଡ଼େଇ ନେଇକି ତାକୁ ଦରମରା ଅବସ୍ଥାରେ ଛାଡ଼ିଛନ୍ତି। ତ ଅକର୍ମଣ୍ୟ, ସେ ହେଉଛି ଅକର୍ମଣ୍ୟ। ତ ଆକୁ ଯଦି ଆମେ ଦେଖିବା, ଇଏ କ'ଣ କରି ବର୍ତ୍ତମାନ ଉଦ୍ଧାର ପାଇବ? କ'ଣ କରିବ? ଜଙ୍ଗଲରେ ପଡ଼ିଛି, ଯଦି ରାତି ହେଇଯିବ କ'ଣ ହେଇଯିବ ତାର ଅବସ୍ଥା? ବାଘ ଭାଲୁ ଆସିବେ, ତାକୁ ନିଶ୍ଚିତ ଆଟାକ୍ କରିବେ, ଖାଇବେ। ସେ କ'ଣ ଜାଣୁନି କି? ସେ ନିଶ୍ଚିତ ଭାବେ ଜାଣୁଛି। ଦରମରା, ନା ମରିଛି ନା ବଞ୍ଚିଛି, ଦରମରା ଅବସ୍ଥାରେ ଅଛି। ତେବେ ତା ହୃଦୟରେ ବର୍ତ୍ତମାନ ସେ କ'ଣ କିଛି କରିକି ମୁଁ ଉଦ୍ଧାର ପାଇବି ବୋଲି ଚିନ୍ତା କରୁଛି କି? ନାହିଁ। ତାର ପ୍ରକୃତ ପ୍ରତିଛବିକୁ ସେ ଯେତେବେଳେ ଦେଖିଲା, ତାର ହାତ ଗୋଡ଼କୁ ସେ ଦେଖିଲା, ତାର ସେନ୍ସକୁ ସେ ଜାଣିଲା, ତାର ସେ କ'ଣ କରିପାରିବ କ'ଣ ନ କରିପାରିବ ସେ ଯେତେବେଳେ ବୁଝିଗଲା, ସେତେବେଳେ ତାର ହୃଦୟ ନମ୍ର ହେବାକୁ ଲାଗିଲା। କ'ଣ କେମିତି ନମ୍ର ହେବ? ନାହିଁ, କେହି ଜଣେ ମୋତେ ଉଦ୍ଧାର କରିବାକୁ ଆସିଥାନ୍ତେ ବୋଲେ ମୁଁ ଉଦ୍ଧାର ପାଇଥାନ୍ତି। କୌଣସି ଲୋକ ଆସୁଛନ୍ତି କି ବାଟରେ, ସେ ଲୋକ ଯଦି ମୋତେ ଦୟା ଦେଖେଇବେ, ମୋତେ ଯଦି ଉଦ୍ଧାର କରିବେ, ତେବେ ମୁଁ ଉଦ୍ଧାର ପାଇବି, ନଚେତ୍ ଆଜି ମୁଁ ନିଶ୍ଚିତ ଭାବେ ବିନଷ୍ଟ ହେଇଯିବି, ମୋତେ ବାଘ ଭାଲୁ ଆସି ଖାଇବେ। ଜଣେ ଲୋକ ଯେତେବେଳେ ତାର ପ୍ରକୃତ ପ୍ରତିଛବିକୁ ଦେଖିବ, ସେତେବେଳେ ହିଁ ତାର ହୃଦୟଟା ନମ୍ର ଆଡ଼କୁ ଗତି କରିବ, ନଚେତ୍ କଦାପି ନମ୍ର ହେଇପାରିବ ନାହିଁ। ଅପବ୍ୟୟ ପୁତ୍ର ଯେତେବେଳେ ବାପାଙ୍କ ଘରେ ଥିଲା, ତାର ପ୍ରକୃତ ପ୍ରତିଛବି ସେ ଦେଖିପାରୁଥିଲା କି ନାହିଁ? ସେ ଭାବୁଥିଲା ମୁଁ ମଧ୍ୟ ବାପାଙ୍କ ପରି କର୍ମ କରିକି ବଞ୍ଚିପାରିବି। ତ ଏଇ ହୃଦୟ ତାକୁ କଢ଼େଇକି ନେଇଗଲା। କିନ୍ତୁ ଯେତେବେଳେ ସବୁ ବିଷୟ ନଷ୍ଟ ହେବାକୁ ଲାଗିଲା, ସେତେବେଳେ ତାର ପ୍ରକୃତ ରୂପକୁ ସେ ଆବିଷ୍କାର କରିପାରିଲା। କେବଳ ମୋର ବାପାଙ୍କ ଦ୍ୱାରା ହିଁ ମୁଁ ବଞ୍ଚିପାରିବି, ନଚେତ୍ ଏଠି ମୁଁ ମରିବି। ତ ଉଦ୍ଧାର ଗୋଟେ ବିଷୟ, ଆମର ପ୍ରତିଛବି ବା ଆମର ନିଜ ପ୍ରକୃତ ରୂପ ଆମେ ଧରିବା ଦରକାର ଅଛି ବାଇବେଲ ଦ୍ୱାରା। ତାହା ପରମେଶ୍ୱର ଆମକୁ ଦେଖାଇବା ପାଇଁ ଚାହୁଁଛନ୍ତି। ଯାହାର ପ୍ରକୃତ ପାପୀ ରୂପ ପ୍ରକାଶ ପାଇଲା, ସେଇ ଲୋକ ଯୀଶୁଙ୍କୁ ଗ୍ରହଣ କରିବ। ଯେମିତି ବ୍ୟଭିଚାରିଣୀ ସ୍ତ୍ରୀ, ଯେମିତି ଯକ୍ଷ, ଏମାନଙ୍କର ପ୍ରକୃତ ଅସଲି ରୂପ ପ୍ରକାଶ ପାଇଲା। ଏମାନେ ପାପୀ ବୋଲିକି ଜାଣିପାରିଲେ, ଧରିଲେ, ହଁ ଆମକୁ କେହି ଜଣେ ଉଦ୍ଧାର କଲେ ଆମେ ଉଦ୍ଧାର ପାଇବୁ, ନଚେତ୍ ଆମେ କେବେ ହେଲେ ଉଦ୍ଧାର ପାଇବୁ ନାହିଁ। ତ ସେଇ ପ୍ରକାର ବାଇବେଲ ଦ୍ୱାରା ଯେଉଁ ପର୍ଯ୍ୟନ୍ତ ଜଣେ ଲୋକର ପ୍ରକୃତ ରୂପ ପ୍ରକାଶ ପାଉନି, ସେ ଲୋକ ଯେତେ ଯାହା କଲେ ମଧ୍ୟ ପରିତ୍ରାଣ ନିକଟବର୍ତ୍ତୀ ହେଇପାରିବ ନାହିଁ। ସେ କେବଳ ନିଜର କର୍ମ, ନିଜର ଚିନ୍ତା ଦ୍ୱାରା ହିଁ ପରିଚାଳିତ ହେଉଥିବ। ତ ଏଠି ଯେଉଁ ଲୋକ ଡକାୟତମାନଙ୍କର ହାବୁଡ଼ରେ ପଡ଼ିଥିଲା, ତା ହୃଦୟ ସେହି ସ୍ଥିତିରେ ଥିଲା କି କେହି ଜଣେ ମୋତେ ଉଦ୍ଧାର କଲେ ମୁଁ ଉଦ୍ଧାର ପାଇବି। ତ ପ୍ରକୃତରେ ଏଠି ସମଣୀୟ ପଥିକ ଯେତେବେଳେ ପ୍ରଥମେ କିଏ ଆସିଲେ? ଯାଜକ ଆସିଲେ। ଜଣେ ଯାଜକ ଆସିଲେ। ଯାଜକ ଦେଖିକି ଇଏ କ'ଣ ଚିନ୍ତା କରିଥିବ, ଯାହା ହେଲେ ଜଣେ ଯାଜକ ଆସୁଛନ୍ତି, ମୋତେ ନିଶ୍ଚିତ ଭାବେ ଉଦ୍ଧାର କରିବେ। ଯାଜକ ଗୋଟେ ଆଶା ତା ଦେଖାଯାଇଥିଲା, ନଷ୍ଟ ହେଇଗଲା। ଆଉ ଥରେ ଲେଭିୟ ଆସିଲା, ଲେଭିୟ ମଧ୍ୟ ସେଇ ପ୍ରକାର ହେଇଗଲା। ତ ଆର ଆଶା ଆଉ ଝାଉଁଳି ଯିବାକୁ ଲାଗିଥିଲା।
କିନ୍ତୁ ସେତେବେଳେ କିଏ ଆସିଲେ? ଜଣେ ସମ୍ମିଳନୀ ପଥିକ। ସମ୍ମିଳନୀ ପଥିକ ବିଷୟରେ କ'ଣ ଲେଖା ହେଇଛି? କିନ୍ତୁ ଜଣେ ସମ୍ମିଳନୀ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ। ଇଏ କିଛି କହିନି, ବାଇବେଲରେ ସେମିତି କିଛି ଲେଖା ହେଇନି, ଆଜ୍ଞା ଦୟା କରନ୍ତୁ, ମୋତେ ଦୟା କରନ୍ତୁ, ମୋତେ କ୍ଷମା କରନ୍ତୁ, ମୋତେ ଏଇଟା କିଛି କହିନାହାନ୍ତି। କିନ୍ତୁ ତାର ହୃଦୟର ସ୍ଥିତି, ତାକୁ ତାର ଯେଉଁ ପରିସ୍ଥିତିକୁ ଦେଖିକି ସମ୍ମିଳନୀ ପଥିକ ଦୟା କଲେ ବୋଲି ଲେଖା ହେଇଛି। ଦୟାରେ ବିଗଳିତ ହେଲେ। ସମ୍ମିଳନୀ ପଥିକ କିଏ? ସେ ହେଉଛନ୍ତି ଏଇ ଡକାୟତମାନଙ୍କ ହାବୁଡ଼ରେ ପଡ଼ି ରହିଥିବା ପଥିକର ଉଦ୍ଧାରକର୍ତ୍ତା। ତେବେ ଏଠି ଜଣେ ଉଦ୍ଧାରକର୍ତ୍ତା ଅଛନ୍ତି, ଆଉ ଜଣେ ଉଦ୍ଧାର ପାଇବା ବ୍ୟକ୍ତି ଅଛନ୍ତି। ଆମେ ଏଇ କାହାଣୀରୁ ସ୍ପଷ୍ଟ ଭାବେ ଜାଣିପାରିବା କେଉଁ ଲୋକ ଉଦ୍ଧାର ପାଇବେ ଆଉ ଉଦ୍ଧାରକର୍ତ୍ତା କାହାକୁ ଉଦ୍ଧାର କରିପାରିବେ। ତ ଆମେ ସମ୍ମିଳନୀ ପଥିକ କିଏ? ବାଇବେଲ ଅନୁସାରେ ଯଦି ଆମେ ଦେଖିବା, ସମ୍ମିଳନୀ ପଥିକ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। କାରଣ ସେ ଉଦ୍ଧାରକର୍ତ୍ତା, ସେ ପରିତ୍ରାଣକର୍ତ୍ତା, ସେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି। ତ ଆମେ କ'ଣ? ଆମେ ଉଦ୍ଧାରକର୍ତ୍ତା କି? ଆମେ ଉଦ୍ଧାର ପାଇବା ଲୋକଠୁ। ତେଣୁ ଆମେ ଯେତେବେଳେ ଉଦ୍ଧାରକର୍ତ୍ତାର ପୋଜିସନରେ ରହିବା, ଉଦ୍ଧାରକର୍ତ୍ତାର ହୃଦୟ ନେଇକି ବଞ୍ଚିବା, ଆମେ ଜଣେ ଲୋକ କେବେ ହେଲେ ଉଦ୍ଧାର ପାଇପାରିବା ନାହିଁ। କାହିଁକି ଏ ପ୍ରକାର ହେଉଛି? କାରଣ ଲୋକମାନେ ନିଜର ପ୍ରତିଛବିକୁ ବାଇବେଲ ଦ୍ୱାରା ଆଙ୍କି ନାହାନ୍ତି, ଦେଖୁନାହାନ୍ତି କି ଆମେ କେତେ ମନ୍ଦ। ଆଦି ପୁସ୍ତକ 6:5 ଲେଖା ହେଇଛି, ତହିଁରେ ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ତ ମନୁଷ୍ୟ ଅବିରତ ମନ୍ଦ ବୋଲିକି ସେ କେବେ ହେଲେ ପାଇନାହିଁ, ସେ ବାଇବେଲ ଦ୍ୱାରା କେବେ ହେଲେ ପାଇନାହିଁ। ସେଥିପାଇଁ ସେ ଚିନ୍ତା କରୁଛି ମୁଁ କିଛି ଉତ୍ତମ କରିକି ଈଶ୍ୱରଙ୍କ ନିକଟବର୍ତ୍ତୀ ହେବି, ପରିତ୍ରାଣ ପାଇବି। ତ ଏହା ହେଉଛି ସମସ୍ୟା, ଯେଉଁମାନେ କି ଯୀଶୁଙ୍କୁ ଗ୍ରହଣ କରିପାରୁନାହାନ୍ତି। ତ ଏଠି ଉଦ୍ଧାରକର୍ତ୍ତା କିଏ? ସମ୍ମିଳନୀ ପଥିକ। ସମ୍ମିଳନୀ ପଥିକ କ'ଣ କଲେ? କିନ୍ତୁ ଜଣେ ସମ୍ମିଳନୀ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଏବଂ ପାଖକୁ ଯାଇ ତାହାକୁ କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢାଳି ସେହି ସବୁ ବାନ୍ଧିଦେଲେ, ଆଉ ତାହାକୁ ଆପଣା ବାହନ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାରେ ଘେନିଯାଇ ତାହାକୁ ସେବା ଶୁଶ୍ରୂଷା କଲେ। ଏଠି ଉଦ୍ଧାର କାର୍ଯ୍ୟ କିଏ କଲେ? ସମ୍ମିଳନୀ ପଥିକ କଲେ। ଏଇ ଲୋକ କିଛି କଲା କି? ଏ ଲୋକ କିଛି କରିନି। ସମ୍ମିଳନୀ ପଥିକ ନିଜେ ତୈଳ ବାହାର କଲେ, ଆଉ ଦ୍ରାକ୍ଷାରସ ଦ୍ୱାରା ଧୋଇଦେଲେ, ପଟି ବାନ୍ଧିଦେଲେ, ଆପଣା ବାହନ ଉପରେ ବସେଇକି ସେ ଏଇଟା ହେଉଛି ଉଦ୍ଧାର କାର୍ଯ୍ୟ। ତ ଯୀଶୁ ଏଇ କାର୍ଯ୍ୟ କରିବା ପାଇଁ ଜଗତକୁ ଆସିଥିଲେ, କିନ୍ତୁ ଲୋକମାନେ ନିଜେ ଉଦ୍ଧାରକର୍ତ୍ତାର ହୃଦୟ ନେଇକି ବଞ୍ଚୁଥିବାରୁ ଯୀଶୁଙ୍କୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ତ ଯୀଶୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ହିଁ କୃଷାର୍ପିତ ହେଇଛନ୍ତି। ବାଇବେଲରେ ଲେଖା ହେଇଛି ସେ କ'ଣ ପାଇଁ ମଲେ? ଆମମାନଙ୍କର ପାପ ପାଇଁ ମଲେ। ଯଦିଓ ବି ଲୋକମାନେ ଏ ବିଷୟକୁ ଜାଣନ୍ତି, କିନ୍ତୁ ସେମାନଙ୍କର ହୃଦୟ ଯେହେତୁ ଉଦ୍ଧାରକର୍ତ୍ତାର ଷ୍ଟେଜରେ ଅଛି, ସେଥିପାଇଁ ସେମାନେ ଯୀଶୁଙ୍କର ଉଦ୍ଧାର କାର୍ଯ୍ୟକୁ ସେମାନେ କେବେ ହେଲେ ଗ୍ରହଣ କରିପାରୁନାହାନ୍ତି। ହେଲେ ଈଶ୍ୱର ଯୀଶୁଙ୍କୁ ପଠେଇଲେ, କ'ଣ ପାଇଁ ପଠେଇଲେ? ଆମେ ଯେମିତି ଉଦ୍ଧାର ପାଇବା, ଆମେ ଯେମିତି ପବିତ୍ର ହେବା, ଆମେ ଯେମିତି ଧାର୍ମିକ ହେବା, ଆମେ ଯେମିତି ସିଦ୍ଧ ହେବା, ଆମେ ଯେମିତି ଈଶ୍ୱରଙ୍କର ପ୍ରଜା ହେବା, ଆମେ ଯେମିତି ଈଶ୍ୱରଙ୍କର ପୁତ୍ରକନ୍ୟା ହେବା, ସେଥିପାଇଁ ଯୀଶୁ ଜଗତକୁ ଆସିକି କାର୍ଯ୍ୟ କରିଛନ୍ତି। ତ ଯୀଶୁଙ୍କୁ କିଏ ପ୍ରେରଣ କଲେ? ଈଶ୍ୱର ପ୍ରେରଣ କଲେ। କ'ଣ ପାଇଁ? ଯେହେତୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ। ଆମମାନଙ୍କର ସ୍ଥିତିକୁ ପରମେଶ୍ୱର ଯେତେବେଳେ ଦେଖିଲେ କି ଏମାନଙ୍କୁ ଯଦି ଉଦ୍ଧାର କରାନଯିବ, ତେବେ ଏମାନେ ସମସ୍ତେ ନରକକୁ ଯିବେ, ସମସ୍ତେ ବିନଷ୍ଟ ହେବେ। ସେଥିପାଇଁ ପରମେଶ୍ୱର କ'ଣ କଲେ? ଯୀଶୁଖ୍ରୀଷ୍ଟଙ୍କୁ ପ୍ରେରଣ କଲେ। ତ ଆସନ୍ତୁ ଗୋଟେ ବାକ୍ୟ ପଢ଼ି ଆମେ ଶେଷ କରିବା। ଦ୍ୱିତୀୟ କରନ୍ତି 5:21 ମୁଁ ପଢ଼ୁଛି। ଦ୍ୱିତୀୟ କରନ୍ତି 5:21, ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା, ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ। ଦେଖନ୍ତୁ, ଆମକୁ ଉଦ୍ଧାର ପାଇବାକୁ ଅଛି। ଆମକୁ ବିଚାର କରିବାର ରାସ୍ତା ପରମେଶ୍ୱର ଦେଇନାହାନ୍ତି, ଆମକୁ ବୁଝିବାର ରାସ୍ତା ମଧ୍ୟ ପରମେଶ୍ୱର ଦେଇନାହାନ୍ତି। ଗୋଟେ ଉଦାହରଣ, ଜଣେ ଡକ୍ଟର ଆପଣଙ୍କୁ ଯଦି ଜ୍ୱର ହେଇଛି, ଜଣେ ଡକ୍ଟର ଆପଣଙ୍କୁ କ୍ଲୋରୋକୁଇନ୍ ଦେଲେ କିମ୍ବା ପାରାସିଟାମଲ୍ ଦେଲେ, ଆପଣ କ'ଣ ପାରାସିଟାମଲ୍ରେ କ'ଣ କ'ଣ ତିଆରି ହେଇଛି, କେଉଁ ବିଷୟ ଦ୍ୱାରା ତିଆରି ହେଇଛି, ପାରାସିଟାମଲ୍ କ'ଣ ଆପଣ ଜାଣିବା ଦରକାର ନା ପାରାସିଟାମଲ୍ ଟାବଲେଟ୍ ଖାଇବା ଦରକାର? ଡାକ୍ତର ଆଉ ରୋଗୀର ସମ୍ପର୍କ କ'ଣ? ଡାକ୍ତର ଯାହା ଦେଉଛନ୍ତି ତାକୁ ରୋଗୀ ଗ୍ରହଣ କରିବା ଦରକାର ଅଛି। ଏଇଟା ହେଉଛି ଯୀଶୁଙ୍କର ମୋ ଭିତରେ, ଈଶ୍ୱରଙ୍କ ମୋ ଭିତରେ ସମ୍ବନ୍ଧ। କିନ୍ତୁ ଲୋକମାନେ କ'ଣ କରିବା ପାଇଁ ଚାହୁଁଛନ୍ତି? ବୁଝିବା ପାଇଁ, ଜାଣିବା ପାଇଁ ଚାହୁଁଛନ୍ତି। ଏଇଟା କେମିତି ହେଇପାରେ? ନା କେମିତି ହେଇପାରେ? ବାଇବେଲରେ ଲେଖା ହେଇଛି ମାନେ ହେଇପାରେ। ସେଥିପାଇଁ ଈଶ୍ୱର ଜଗତକୁ, ଈଶ୍ୱରଙ୍କୁ, ଯୀଶୁଙ୍କୁ ପ୍ରେରଣ କଲେ ଗୋଟେ ପରିତ୍ରାଣକର୍ତ୍ତା ଭାବେ, ଯିଏକି ଆମମାନଙ୍କର ପାପର ପ୍ରାୟଶ୍ଚିତ କରିବେ, ଯଦ୍ୱାରା ଆମେମାନେ ପାପୀ ପଦବୀରୁ, ପାପରୁ ମୁକ୍ତ ହେଇପାରିବୁ, ଯଦ୍ୱାରା ଆମେ ସିଦ୍ଧ ହେଇପାରିବୁ, ଯଦ୍ୱାରା ଆମେ ସ୍ୱର୍ଗ ଯାଇପାରିବୁ। ସେଥିପାଇଁ ଯୀଶୁ ଜଗତକୁ ଆସିଲେ।
तो ये वाक्य कौन लिखाई जहां पापर लेश मात्र नथिला ताहांकु से आंभ मान निमंते पाप स्वरूप कले। तो जीशु पापी हेले पाप स्वरूप हेले कौन कार पाप को नहीं से तो पाप करना बोली बाइबल लिखाई जहां पापर लेश मात्र नथिला लिखाई से केमती पाप स्वरूप हेले आमर पाप को ईश्वर तांको ऊपर को देले आमर अपराध जो सी आमर अपराध फलाफल तांको ऊपर बर्तिला। तो आसतु गोटे वाक्य पढ़िया को आम बुझा सॉरी जिसाय जिसाय पुस्तक को बुझा जिसाय 53 7 पद 6 पद जिसाय 53 6 पद आम्भे माने समस्ते मेषगुण तुल्य विपदगामी होइअछु आम्भे माने प्रत्येक अपना अपना बाट आड़े फेरी अछु आउ सदा प्रभु आम समस्त अपराध ताहांको ऊपर बर्ताई अछंती। तो आम मान सकल विषय को जीशु ख्रीष्ट ऊपर बर्ताइले परमेश्वर कौन पाई जो द्वारा आमे संपूर्ण पाप ए शैतान अधित्व आमे मुक्त हो पारू से आमर सकल विषय को आमर अभिशाप को आमर अधर्म को आमर अपराध को आमर पाप को आमर आमर जातना आमर व्यथा प्रत्येक विषय को जीशु ख्रीष्ट ऊपर को स्थानांतरण कले किए परमेश्वर। एटार कौन लिखाई 2 कोरिन्थी 5:21 पद अत सॉरी जहां पापर लेश मात्र नथिला ताहांकु से आमान को निमंते पाप स्वरूप कले किए मु पाप करिछि मोर पाप जोगु मु मोठार पाप थिबा जोगु मु पापी। तो से विषय कार पाक हटुची जीशु को ऊपर को हटुची। तेबे डिप चिंता करंतु मु जदि ऋणी मोर ऋणर भार जीशु को ऊपर को ईश्वर उठेले तेबे मु किए मु ऋणी की विश्वास कौन जीशु जहा करिसंती ताकू ग्रहण करवाटा होची विश्वास। सुसमाचार सेटा ही कहूची जने लोक कहबो हो प्रभु मोर पाप पाई तुमे मल मु पापी यार किछि अर्थ अछि जार पाप पाई जीशु मले तार पाप समाप्त करनांती तार पापर समस्या समाधान करनांती बेकार मरी गेले से कदापि नुहे। बाइबल रे कोन लिखा है जहां पापर लेश मात्र नथिला ताहांकु से आंभ मान निमंते पाप स्वरूप कले कौन पाई तले लिखा होची जेपरी आंबी माने ताहांको द्वारा ईश्वर को धार्मिकता स्वरूप हो कहीं आमर पाप को जीशु को ऊपर स्थानांतरण करागला कहीं जीशु आमर अपराध सब नेले जेपरी आंबे माने ईश्वर को परि धार्मिक हो आम ईश्वर को परि धार्मिकता स्वरूप हो से तेबे जीशु जदि आमर पाप नेले आम ईश्वर को परि धार्मिक कि नहीं 100% आम ईश्वर को परि धार्मिक अटू। तेबे आम जदि निजक देखा निजर कर्म को देखा जगत को देखा आम कहीपर कि नहीं कदापि नहीं। विश्वास कौन विश्वास अदृश्य विषय निश्चित ज्ञान बोली लिखाई। तो विश्वास कौन वाक्य तो वाक्य कौन लिखाई जहां पापर लेश मात्र नथिला ताहांकु से आंभ मान निमंते पाप स्वरूप कले जेपरी जो द्वारा आंबे माने ईश्वर को धार्मिकता स्वरूप हेउ तेणु आंबे माने धार्मिक होइछु। लोक माने जदियो भी जीशु को विश्वास करछन्ती उद्धारकर्ता भावे जदियो से कहते प्रभु आमर पाप पाई तुम क्रूसार्पित हेलो आमर पाप पाई तुम रक्त झरेल आमर पाप पाई तुम कोरड़ा प्रहास हेल किंतु से माने केबेले ग्रहण करूना जे जीशुकर यही कार्य द्वारा मोर पाप क्षमा है जीशुकर यही कार्य द्वारा मु धार्मिक होती यहीटा केबेले से माने ग्रहण करि पारना से माने काहेकि से मानकर हृदय कोठी अछि व्यवस्था दिगरे परिचालित से माने उद्धारकर्तार स्टेज रे पहुंचबा पाई चाहउछन्ती से लोक माने फारूसी और सादिक मान रास्ता रे परिचालित होबा पाई चाहउछन्ती आमे किछि परित्राण आमे किछि करिकि परित्राण पाइबु किंतु जीशु किछि करिकि हमको परित्राण दैछन तांकर जीवन को बाजी लगेकी तांकर रक्त को झरेकी हमको परित्राण देउछन। तो अनुग्रह से लोक ग्रहण करि पारिबो जो लोकर हृदय ऑलरेडी समाप्त हो सारी ता कर्म दुनिया रे। तो प्रकृत रे सम्मिलन पथिक किए नाही सम्मिलन पथिक होउछन्ती प्रभु जीशु ख्रीष्ट से सम्मिलन पथिक दयारे विगलित हेले बोली लिखा है आउ से जाइए तार सेवा शुश्रूषा कले उद्धार कले से लोक को। तो आज परमेश्वर आम मान को कौन कले जीशु ख्रीष्ट को प्रेरण कले जगत को से निष्पाप थिले आउ ताहांको से आम मान को निमंते आमर पापर प्रायश्चित निमंते तांको बलि चढ़ेकी परमेश्वर आम मान को उद्धार कर जिते आम उद्धार पाइचु बोली कहूँ जिते आम जीशु को विश्वास करूँ जीशु आमको उद्धार करिसेंती आम कहवा दरकार अछि ता होछि विश्वास। जदि आम पापी कहवा तेबे निश्चित भाव आम ख्रीष्टर विरोध में जीशु क्रूसर विरोध में ठिया कहीं क्रूस गोटे जगह
ଯେଉଁ ଜାଗାରେ କି ମୋର সকଳ ପାପ ସମସ୍ୟାର ସମାଧାନ କରାଯାଇଛି, ପାପର ପ୍ରାୟଶ୍ଚିତ କରାଯାଇଛି। ସେଥିପାଇଁ ପ୍ରକୃତରେ ଆମେମାନେ ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହୋଇଅଛୁ। ଧନ୍ୟବାଦ ଶୁଣିଥିବାରୁ। ଆଗକୁ ଜାଣିବା ପାଇଁ ଭିଡ଼ିଓ ଆଉ ଅନ୍ୟାନ୍ୟ ଭିଡ଼ିଓ ମାନେ ଦେଖନ୍ତୁ ଆଉ ବାଇବେଲ ପଢ଼ନ୍ତୁ। ନମସ୍କାର।